23ଟା ଜିଲ୍ଲା ସାଙ୍ଗରେ ଆମେ କଥାବାର୍ତ୍ତା ହେଇଯାଇଛି। ସେମାନେ କେବଳ ଯାଜପୁର, ଭଦ୍ରକ ଆଉ ବାଲେଶ୍ୱରକୁ ଛାଡ଼ିଦେଲେ ବାକି ଜିଲ୍ଲାର ସମ୍ପୂର୍ଣ୍ଣ ରିପୋର୍ଟ ଆଜି ରାତି ସୁଦ୍ଧା ପହଞ୍ଚି ଆସିବ। ଏବଂ ରିପୋର୍ଟ ଆସିବା ପୂର୍ବରୁ ମଧ୍ୟ ଆମେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛୁ ଯେତେ ପଇସା ସେମାନଙ୍କର ଆବଶ୍ୟକତା ଅଛି ଲୋକଙ୍କୁ କ୍ଷତିପୂରଣ ଆସି ଦେବାଟା ଆରମ୍ଭ କରୁ ତାକୁ ଆମେ ଅଧିକୃତ କରିଛୁ। ସେମାନେ ଆମେ ଯେଉଁ ଧନରାଶି ସେ ଜିଲ୍ଲାକୁ ଦେଇଛୁ ତାକୁ ମଧ୍ୟ ବ୍ୟବହାର କରିପାରିବେ, ଜିଲ୍ଲାରେ ଥିବା ତାଙ୍କର ସମ୍ବଳକୁ ମଧ୍ୟ ବ୍ୟବହାର କରିପାରିବେ ଏବଂ ଯେଉଁ ଯେଉଁ ଜାଗାରେ ଆବଶ୍ୟକ ପଡ଼ିବ ସେ ଜାଗାକୁ ଆମେ ମଧ୍ୟ ସେ ଜିଲ୍ଲାକୁ ପରବର୍ତ୍ତୀ ଅବସ୍ଥାରେ ପୋଷ୍ଟ ଫେକ୍ଟୁ ପଇସା ପଠାଇ ପାରିବୁ। ତେଣୁ ପଇସା ବିଳମ୍ବ ହେବାର କାରଣ ନ ହଉ ସେ କ୍ରମରେ ଓଡ଼ିଶାରେ ଯେଉଁ ଯେଉଁ ଜିଲ୍ଲାର ସବୁ ଏରିଆ କ୍ଷତି ହେଇଛି ସେଥିରେ ଅଦ୍ୟାବଧି ଯେଉଁ ରିପୋର୍ଟ ଆମ ପାଖରେ ହସ୍ତଗତ ହେଇଛି ସେଥିରେ ହାଉସ୍ ଡ୍ୟାମେଜ 3,567 କୋଟି ଘର କ୍ଷତିଗ୍ରସ୍ତ, କୋଉଟା ଆଂଶିକ, କୋଉଟା ସମ୍ପୂର୍ଣ୍ଣ, କୋଉଟା ପକ୍କା, କୋଉଟା କଚ୍ଚା, ଏଭଳିଆ ରିପୋର୍ଟ ଆମ ପାଖରେ ହସ୍ତଗତ ହେଇଛି। ଏଥିରେ କ୍ରପ୍ ଡ୍ୟାମେଜ ଶସ୍ୟ ନଷ୍ଟ ଯୋଉଟା ହେଇଛି ସେଥିରେ 37,297 ହେକ୍ଟର ଜମି ଓଡ଼ିଶାରେ ଏଥର ଧାନ ଫସଲ ବହୁତ ପନିପରିବା କ୍ଷତିଗ୍ରସ୍ତ ହେଇଛି। ଚୂଡ଼ାନ୍ତ ରିପୋର୍ଟ ଆସିଲା ପରେ ଏଇ ଯେଉଁ ରିପୋର୍ଟ ମୁଁ ଆପଣଙ୍କୁ ପ୍ରଦାନ କରୁଛି ଏଥିରୁ ଟିକେ ଆଗକୁ ଅଧିକ ହେଇପାରେ। ଆସନ୍ତା 3-2 ଦିନ ଭିତରେ ଆମେ ଆଶା କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଯଦି ପୁଣି ବର୍ଷା ପାଇଁ ସଂକଟ ନ ହୁଏ ତାହେଲେ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହେଇଯିବ ଏବଂ ସମ୍ପୂର୍ଣ୍ଣ ଧନରାଶି କ୍ଷତିପୂରଣ ଧନରାଶି ଜିଲ୍ଲାମାନଙ୍କୁ ଆଭିମୁଖ୍ୟ ହେଇସାରିବ। সেটা আগে সেই নির্দেশ দিয়েছে যে কলেক্টরମାନଙ୍କୁ সম্পূর্ণ ক্ষয়ক্ষতি ଯାହା ବି ହେଇଛି ତାକୁ ଆବଣ୍ଟନ କଲା ପରେ ଯାଇକି ତାକୁ ରିପୋର୍ଟ କରିବେ। ତାଙ୍କର ଖର୍ଚ୍ଚର ପରିମାଣ ଯଦି ଆବଶ୍ୟକ ପଡ଼ିବ ତାହେଲେ ଆମେ ଅଧିକ ଖର୍ଚ୍ଚ ମଧ୍ୟ ସେମାନଙ୍କୁ ଦେଇପାରିବୁ। ଯେଉଁ ଖର୍ଚ୍ଚ ଦେଇଛୁ ଯଦି ସେଟା ସମ୍ପୂର୍ଣ୍ଣ ଭାବରେ ଖର୍ଚ୍ଚ ନ ହୁଏ ଏବଂ ଆବଶ୍ୟକତାଠୁ ବେଶୀ ଯଦି ଦେଇଛୁ ତାକୁ ମଧ୍ୟ ପରେ ଆଡଜଷ୍ଟ ସରକାର ଏବଂ ଜିଲ୍ଲା ପ୍ରଶାସନ ଭିତରେ ହେଇ ଯଦି ବିଷୟ ହେଉଛି ଆଉ ଆମକୁ ଅପେକ୍ଷା ନ କରିବୁ ଯେତେ କ୍ଷତି ହେଇଛି ସେ କ୍ଷତିପୂରଣ ରାଶି ତୁରନ୍ତ ଲୋକଙ୍କୁ ପ୍ରଦାନ କରିବ। ଡିପାର୍ଟମେଣ୍ଟ ମାନଙ୍କ ଭିତରେ ଏଠି 20 ପଞ୍ଚାୟତ ରାଜ ଡିପାର୍ଟମେଣ୍ଟର ମଧ୍ୟ କ୍ଷତି ହେଇଛି, ରୁରାଲ ଡେଭଲପମେଣ୍ଟ ଆଇଟି ଡିପାର୍ଟମେଣ୍ଟର ମଧ୍ୟ କ୍ଷତି ହେଇଛି, ଅର୍ବାନ ଡିପାର୍ଟମେଣ୍ଟର କ୍ଷତି ହେଇଛି, ସ୍କୁଲ ଏଣ୍ଡ ମାସ୍ ଏଜୁକେସନ ମଧ୍ୟ 20 ସ୍କୁଲ ମଧ୍ୟ କ୍ଷତିଗ୍ରସ୍ତ ହେବାର ରିପୋର୍ଟ ଆମ ପାଖରେ ଆସିଛି। এই যে অঙ্গনবাড়ি কেন্দ্রମାନେ ମଧ୍ୟ ପ୍ରଭାବିତ ହେଇଛି। ଆମେ WSP ଡିପାର୍ଟମେଣ୍ଟ ଏବଂ ସ୍କୁଲ ଏଣ୍ଡ ମାସ୍ ଏଜୁକେସନକୁ ମଧ୍ୟ ପରାମର୍ଶ ଦେଇଛୁ ସେମାନେ ଯଦି ଆଗାମୀ ଦିନରେ ଚଳିତ ବର୍ଷ କ୍ଷୟକ୍ଷତିର ପାଇଁ ହଉ କିମ୍ବା ଆଗାମୀ ଦିନରେ ସ୍କୁଲ ଏବଂ ଅଙ୍ଗନବାଡି ସେକ୍ଟର ପ୍ରଭାବିତ ନ ହଉ ବୋଲି ଯଦି କିଛି ପ୍ରସ୍ତାବ ଦେବେ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ତା ପାଇଁ ମଧ୍ୟ ଆମେ ଅର୍ଥରାଶି ମଞ୍ଜୁର କରିବୁ। ଶକ୍ତି ବିଭାଗକୁ ମଧ୍ୟ ସେମାନଙ୍କର ବହୁତ ଜାଗାରେ ଆଜି ସେମାନେ ମଧ୍ୟ ରିପୋର୍ଟ କରିଥିଲେ ବହୁତ ଜାଗାରେ ସମସ୍ତଙ୍କ ମଧ୍ୟ କ୍ଷୟକ୍ଷତି ହେଇଛି ତାଙ୍କର ଭିତ୍ତିଭୂମିକୁ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ଆମେ ମାଗୁଛୁ। ସେମାନେ ରିପୋର୍ଟ ଦେଲା ପରେ ତାକୁ ମଧ୍ୟ ତାଙ୍କର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅର୍ଥଧନ ରାଶି ସେମାନଙ୍କୁ ମଧ୍ୟ ଥ୍ୟାଙ୍କ ୟୁ। ଯେହେତୁ ଜିଲ୍ଲାରେ ଅଧିକ ବର୍ଷା ଆକଳନ କରୁଛନ୍ତି ସେଠିକି ରିପୋର୍ଟ କିନ୍ତୁ ଆକୁ ଲଘୁଚାପ ହେବାର ସମ୍ଭାବନା ଅଛି। ଏ ବାବଦରେ ଆଜି IMDର ମୁଖ୍ୟଙ୍କ ସାଙ୍ଗରେ ମଧ୍ୟ କଥାବାର୍ତ୍ତା ହେଇଥିଲା। ମହାପାତ୍ର ତ୍ରିଚନ୍ଦ୍ର ମହାପାତ୍ର ତାଙ୍କଠାରୁ ମଧ୍ୟ ମୁଁ ଷ୍ଟକ୍ ଟେକିଂ କରୁଥିଲି ଏବଂ ଯେଉଁ ଯେଉଁ ଡବ୍ଲର ରାଡାର କାମ ଚାଲିଛି ତାକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛି। ଏଥିରେ ପାରାଦ୍ୱୀପର ଯେଉଁ ଡବ୍ଲର ରାଡାର ଥିଲା ସେଟା କାର୍ଯ୍ୟକ୍ଷମ ହେଲାଣି, ଗୋପାଳପୁରଟା ମଧ୍ୟ କାର୍ଯ୍ୟକ୍ଷମ ରିପେୟାରିଂ ମଧ୍ୟ ଚାଲିଛି ଏବଂ କାର୍ଯ୍ୟକ୍ଷମ ମଧ୍ୟ ଅଛି। ସମ୍ବଲପୁରଟା ତ ରେଡି ହେଇଗଲାଣି ଏବଂ କାର୍ଯ୍ୟକ୍ଷମ ହେଇଗଲାଣି। ଭୁବନେଶ୍ୱର ଆଉ
ବାଲେଶ୍ୱର ଏହାର ମଧ୍ୟ ଅଗ୍ରଗତି ହେଇଗଲା ଯେ ବାଲେଶ୍ୱର ତାର ଇକ୍ୟୁପମେଣ୍ଟ ମେସିନାରୀ ପହଞ୍ଚିଗଲା। ପୁରୀରେ ଗୋଟେ ଜମା କରିବା ପାଇଁ ଚାହୁଁଛୁ ସକାଳେ ଯୋଉଟା କାଲି ସକାଳେ କହୁଥିଲି ଯେ ଏ ସାଇରନ ସିଷ୍ଟମ ଏବଂ ପାଣିପାଗ ପୂର୍ବ ଅନୁମାନ ଲଗାଇବା ପାଇଁ ଯାହା ଯାହା ଅତ୍ୟାଧୁନିକ ମେସିନାରୀର ଆବଶ୍ୟକତା ଅଛି ତାର ମଧ୍ୟ ଇନଷ୍ଟଲେସନ ପ୍ରୋସେସ ଆରମ୍ଭ ହେଲା। ଆହୁରି ଆଗକୁ ପୂର୍ବ ଅନୁମାନ ଲଗାଇବାଟା ଆହୁରି